ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୋୱା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା। ଗଭୀର ଅବପାତ ପରିଣତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଶ୍ରୀଲଙ୍କା ଅଞ୍ଚଳରେ ବାତ୍ୟାର ରୂପ ନେଇଛି। ପରବର୍ତ୍ତୀ 48 ଘଣ୍ଟାରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ, ପଣ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଖୋଲିବ ମଣ୍ଡି, ହେଲେ ଏଯାଏଁ ମିଳିନି ଟୋକେନ୍। ଧାନ ଅମଳ କରି କିଏ ରାସ୍ତାରେ ପକାଇଛି ତ ପୁଣି କିଏ ବସ୍ତାରେ ପ୍ୟାକିଂ କରି ରଖିଛି, ହେଲେ ଟୋକେନ୍ ମିଳିନଥିବାରୁ ଚିନ୍ତାରେ ଚାଷୀ। ଅଧିକ ଦିନ ଧାନ ପଡ଼ି ରହିଲେ ଶୀତୁଆ ପାଗରେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି, ଯାହାର ଫାଇଦା ଦଲାଲ ଉଠାଉଛନ୍ତି। ଅନ୍ୟପଟେ ଦଲାଲଙ୍କୁ ମାଲେମାଲ କରିବାକୁ ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ରଖିଛନ୍ତି ଚାଷୀ। କାହିଁକି ଟୋକେନ୍ ମିଳୁନି ବୋଲି ଜିଲ୍ଲାପାଳ ଅଫିସ ଯାଇ ପ୍ରଶ୍ନ କରିଛନ୍ତି ଚାଷୀ। ପରବର୍ତ୍ତୀ ଖବର, ସରକାରୀ ସ୍କୁଲରେ ଶିକ୍ଷକ ବଦଳି ପାଇଁ ଏମ୍ପି ଏମ୍ଏଲ୍ଏ ସୁପାରିଶ କରିପାରିବେ ନାହିଁ। ବିଧାୟକଙ୍କ ମନ ମୁତାବକ ହୋଇପାରିବନି ଶିକ୍ଷକ ବଦଳି। ସୁପାରିଶରେ ଶିକ୍ଷକ ବଦଳି ପାଇଁ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର, ହେଲେ ବିଧାୟକଙ୍କଠାରୁ ଏହି କ୍ଷମତା ଛଡ଼ାଇ ନେଇଛନ୍ତି ହାଇକୋର୍ଟ। କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧୀ ସ୍ୱାଗତ କରିଥିବା ବେଳେ ମନ୍ତ୍ରୀ କହିଛନ୍ତି ଆଗକୁ ବଦଳିରେ ସ୍ୱଚ୍ଛତା ଆଣିବୁ। ପରବର୍ତ୍ତୀ ଖବର, ରାଜ୍ୟରେ ପୁଣି ଥରେ ଶୀତର ପ୍ରକୋପ ବଢ଼ାଇବାରେ ଲାଗିଛି। ଆସନ୍ତା 2 ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ଗୋଟିଏ କିମ୍ବା 2ଟି ସ୍ଥାନରେ ଘନ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ଖବର, ସରକାର ଦେବେ 20 ଲକ୍ଷ କ୍ଷତିପୂରଣ। ମହଙ୍ଗା ପଡ଼ିଲା ବିଚାରାଧୀନ କଏଦୀଙ୍କ ଚିକିତ୍ସାରେ ଅବହେଳା। 20 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ। 8 ବର୍ଷ ପରେ ମୃତକଙ୍କ ପତ୍ନୀଙ୍କୁ ମିଳିଲା ନ୍ୟାୟ। 20 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି 6 ସପ୍ତାହ ଭିତରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ଗୌରବ ଆଣିଲା ଓଡ଼ିଶା। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା 2025ରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ଗୋଲ୍ଡ ମେଡାଲ ହାସଲ କରିଛି। ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ ତରଫରୁ ଏହି ପୁରସ୍କାର ଆଜି ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶା ଲୋକଙ୍କୁ ପଶ୍ଚିମବଙ୍ଗ ମନା। ଦୀଘାରେ ଓଡ଼ିଆଙ୍କୁ ନାଲି ଆଖି। 24 ଘଣ୍ଟା ପରେ ବି ପ୍ରଶାସନ ଚୁପ୍। ମମତା ଦିଦିଙ୍କ ଭାଙ୍ଗୁନି ନିଦ। ମମତା ଦିଦିଙ୍କ ଗଡ଼ରେ ଦାଦାଗିରି ଚାଲିଛି। ଦୀଘା ଛାଡ଼ିବାକୁ ଓଡ଼ିଆମାନଙ୍କୁ ଖୁଲମଖୁଲା ଧମକ ମିଳୁଛି, ହେଲେ ପ୍ରଶାସନ କି ସରକାର କେହି ଏହି ଘଟଣାରେ ମୁହଁ ଖୋଲି ନାହାନ୍ତି। ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତରେ ରହିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ। ଏଠାରେ ପ୍ରାୟ ଓଡ଼ିଆ ଲୋକ ଦୀଘା ଉପରେ ନିର୍ଭର କରନ୍ତି। ସେଇଠି ବ୍ୟବସାୟ କରି ଗୁଜରାଣ ମେଣ୍ଟାନ୍ତି। ଜଗନ୍ନାଥ ମନ୍ଦିର ନିକଟରେ ବି କିଛି ଓଡ଼ିଆ ଦୋକାନ କରିଛନ୍ତି, ତେଣୁ ଓଡ଼ିଆମାନଙ୍କୁ ନାଲି ଆଖି ଦେଖାଯାଉଛି। ପରବର୍ତ୍ତୀ ଖବର, ବଢ଼ୁଛି ବିବାହ ବୀମାର ଚାହିଦା। ବର୍ତ୍ତମାନ ସମୟରେ ଅନ୍ତିମ ମୁହୂର୍ତ୍ତରେ ଅନେକ ସମସ୍ୟା ସୃଷ୍ଟି ହେଉଛି, ଯେପରିକି କ୍ୟାଟରର, ଫଟୋଗ୍ରାଫର କିମ୍ବା ଡେକୋରେଟରଙ୍କର ହଠାତ୍ ଅନୁପସ୍ଥିତି ରହିବା, ବିବାହ ସ୍ଥାନ 2 ଥର ବୁକିଂ ହେବା
କିମ୍ବା କୌଣସି କ୍ଷତି ହେବା, ଅସମୟରେ ବର୍ଷା କିମ୍ବା ଝଡ଼ ଯୋଗୁଁ ଆଉଟଡୋର କାର୍ଯ୍ୟକ୍ରମ ବନ୍ଦ ହେବା, ଅଳଙ୍କାର କିମ୍ବା ଉପହାର ଚୋରି ହେବା କିମ୍ବା ପରିବାରର କୌଣସି ମୁଖ୍ୟ ସଦସ୍ୟ ହଠାତ୍ ଅସୁସ୍ଥ ହେବା, ତେବେ ଇଏଚ୍ଏ ଭାରତୀୟ ବିବାହ ସହିତ ଜଡ଼ିତ ବଡ଼ ଆର୍ଥିକ ବିପଦକୁ ଦୃଷ୍ଟିରେ ରଖି ନିକଟରେ ବିବାହ ବୀମା ଗ୍ରହଣ କରିବା ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ପରବର୍ତ୍ତୀ ଖବର, ଲାଞ୍ଚ ନେବା ପଡ଼ିଲା ମହଙ୍ଗା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ବିଦ୍ୟୁତ୍ ବିଭାଗର ଏସ୍ଡିଓ ସବ୍ ଡିଭିଜନ ଅଫିସର କାର୍ଯ୍ୟରତ ପୂର୍ବତନ ଆକାଉଣ୍ଟାଣ୍ଟ ହିସାବରକ୍ଷକ ଅଜିତ କୁମାର ମିଶ୍ର ଲାଞ୍ଚ ମାମଲାରେ ଗୁରୁବାର ଭିଜିଲାନ୍ସ ନିକଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ଜିଲ୍ଲା ଭିଜିଲାନ୍ସ କୋର୍ଟ ସ୍ୱତନ୍ତ୍ର ବିଚାରପତି ବଦ୍ରି ନାରାୟଣ ମନ୍ଦ ମାମଲାରେ ବିଚାର କରି ଅଭିଯୁକ୍ତ ପୂର୍ବତନ ଆକାଉଣ୍ଟାଣ୍ଟ ମିଶ୍ରଙ୍କୁ 3 ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ 20,000 ଟଙ୍କା ଜରିମନା କରିଛନ୍ତି। ପରବର୍ତ୍ତୀ ଖବର, ମହାକାଶ ଅଭିଯାନରେ ଆଉ ପାଦେ ବଢ଼ିଲା ଭାରତ। ଆଉ କେବଳ ଇସ୍ରୋ ନୁହେଁ, ମହାକାଶକୁ ସାଟେଲାଇଟ୍ ପଠାଇବା ଭାରତ ଘରୋଇ ସଂସ୍ଥା। ଭାରତର ଦେଶୀ ସ୍ପେସ୍ ଏକ୍ସ କୁହାଯାଉଥିବା ସ୍କାଏରୁଟ୍ ଏରୋସ୍ପେସ୍ର ହାଇଦ୍ରାବାଦ ସ୍ଥିତ ଇନଫିନିଟି କ୍ୟାମ୍ପସ୍ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଉନ୍ମୋଚନ କରିଛନ୍ତି ଦେଶର ପ୍ରଥମ ଘରୋଇ ସ୍ପେସ୍ ରକେଟ୍ ବିକ୍ରମ-1। ଗୋଟିଏ ଉତ୍କ୍ଷେପଣରେ ଏକାଧିକ ସ୍ୟାଟେଲାଇଟ୍କୁ କକ୍ଷପଥରେ ଅବସ୍ଥାପିତ କରିଥିବା ଏହି ଶକ୍ତିଶାଳୀ ରକେଟ୍। ପରବର୍ତ୍ତୀ ଖବର, ଅଧାରେ ଅଟକିଲା ପୁରୀ ବିମାନ ବନ୍ଦର। ପୁରୀରେ ଶ୍ରୀ ଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ରାତିଦିନ ଏକ କରିଦେଇଛନ୍ତି। ହଜାର ହଜାର ଗଛ କାଟି ରାସ୍ତା ନିର୍ମାଣ କଲେ, 13 କିଲୋମିଟର ଲମ୍ବା ପାଚେରୀ ବି ହେଲା, କିନ୍ତୁ ଖୋଦ୍ ରାଜ୍ୟ ସରକାର ସରକାରୀ ନିୟମକୁ ଉଲ୍ଲଂଘନ କରିଥିବା ପ୍ରମାଣ ମିଳିଛି। ବେଆଇନ ଭାବେ ବିମାନ ବନ୍ଦର ନିର୍ମାଣ ଚଲାଇଥିବା ନେଇ ଏନ୍ଜିଟିରେ ଏନେଇ ମାମଲା ହୋଇଥିଲା। ଶୁଣାଣି ସମୟରେ ସରକାରୀ ବାବୁ ସ୍ୱୀକାର କରିଛନ୍ତି ଯେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିନାହିଁ। ମଞ୍ଜୁରୀ ନ ମିଳିବା ଯାଏଁ କୌଣସି କାମ କରାଯିବ ନାହିଁ ବୋଲି ଏନ୍ଜିଟିର ଶୁଣାଣି ବେଳେ ଲିଖିତ ଭାବେ ଜଣାଇଛନ୍ତି।